10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେବା ପରେ ବି ଭୁଲିଗଲା ମାର ମମତା। ନିଜ କୋଳରେ ଜାବୁଡ଼ି ଧରିବା ବଦଳରେ ରକ୍ତ ସମ୍ପର୍କ ଭୁଲି ସାଜିଲା ରାକ୍ଷସୀ। ମରଣ ମୁହଁକୁ ଠେଲି ଦେଇ ଅମଣିଷ ବିବେକଶୂନ୍ୟ ପରିବାର ହାତରେ ଟେକିଦେଲା ଫିଙ୍ଗି ଦେବା ପାଇଁ। ଧନ୍ୟ ତୁମେ, ଧନ୍ୟ ତୁମର ମାତୃତ୍ୱ ବୋଲି ଏବେ ଚର୍ଚ୍ଚା ହେଉଛି। ତେବେ ଏବେର ଆଧୁନିକ ସମାଜର ମଣିଷ ଆଜି ବି ପୁଅ ଝିଅର ପ୍ରଭେଦରୁ ନିଜକୁ ମୁକୁଳେଇ ପାରି ନାହିଁ, ଯେଉଁଥିପାଇଁ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଉଥିବା ବେଳେ ଶିଶୁକନ୍ୟାର କାନ୍ଦ ଶବ୍ଦ ଶୁଣି ଆଜି ଉଦ୍ଧାର କରିଛନ୍ତି ମୋରଡା ବ୍ଲକ ଝିଙ୍କିରିଆ 2ର ଆଶାକର୍ମୀ ସାବିତ୍ରୀ ମଣି ଜେନା। ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀ ମଣି ଜେନାଙ୍କ ଘର ବାଡ଼ି ପଛପଟେ କେହି ଜଣେ ନବଜାତ ଶିଶୁକନ୍ୟାକୁ ପକାଇ ପଳାଇଥିଲେ। ଆଶାକର୍ମୀ ସାବିତ୍ରୀ ମଣି ଜେନାଙ୍କ ଝିଆରୀ ବାଡ଼ି ପଛପଟୁ ଗୋଟିଏ ଛୋଟ ଛୁଆର କାନ୍ଦ ଶୁଣି ଯାଇ ଦେଖିବାକୁ ପାଇଥିଲେ ଲଟା ବୁଦା ଭିତରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଶିଶୁକନ୍ୟାକୁ। ସଙ୍ଗେ ସଙ୍ଗେ ଝିଆରୀ ଶୁଭଶ୍ରୀ ଜେନା ଆଶାକର୍ମୀଙ୍କ ଘଟଣା ବାବଦରେ ଜଣାଇଥିଲେ। ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ କିଷାନ ତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ସୁପରଭାଇଜର ଶୁଭଶ୍ରୀ ଦଳାଇ ଡାକ୍ତରଖାନାରେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ମୁହଁ ଦେହରେ ମାଟି ଲାଗିଥିବା ସହିତ ଅନେକ ସ୍ଥାନରେ କ୍ଷତି ଥିବା ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଉଛି ଯେ କେହି ବି ଉକ୍ତ ଶିଶୁକନ୍ୟାକୁ ଅଲୋଡ଼ା କରିଛି ସେ ଭଲ ଭାବରେ ଜାଣି ଶିଶୁକନ୍ୟାକୁ ଆଶାକର୍ମୀଙ୍କ ବାଡ଼ିରେ ପକାଇଛି। ତେବେ ଶିଶୁକନ୍ୟା ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ଥିବାର ଜଣାପଡ଼ିଛି। ଶିଶୁକନ୍ୟାର ଓଜନ 2 କିଲୋ 345 ଗ୍ରାମ ରହିଛି। ଶିଶୁକନ୍ୟାର ଚିକିତ୍ସା ପରେ ବାରିପଦା ସ୍ଥିତ CWCକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସୁପରଭାଇଜର। ତେବେ ଶିଶୁକନ୍ୟାକୁ କିଏ ଓ କାହିଁକି ଏପରି ପକାଇ ପଳାଇଛି ତାହା ଏବେ ତଦନ୍ତ ସାପେକ୍ଷ। ଆମ ବାଡ଼ି ଆଉ ଜଣଙ୍କ ବାଡ଼ି ବେଢା ମଝିରେ ଥିଲା ପିଲାଟା। ଯେତେବେଳେ ପାଇଲେ କେମିତି ଲାଗିଲା? 8:30 ବେଳେ ପାଇଲେ। ଛୁଆ ମାନେ ଛିଡ଼ି ଛୁଡ଼ା ଯାଇଥିଲା, ନାଇଁ ନାଳ ନାଗିଥିଲା, ଛୁଆକୁ ପାଇଛି। ଶିଶୁକନ୍ୟା ହଁ, ଛୁଆ କାନ୍ଦିଲାକୁ ଆମେ ଜାଣିଲେ। କିଏ ଦେଖିଲେ ପ୍ରଥମେ? ମୋ ଝିଆରୀ ଦେଖିଲେ। ତାପରେ ତାକୁ ଆଣି କୋଉଠି ଦେଲେ? ଉଠେଇ ଆଣିଲି କାଲି। ଆଜ୍ଞା, ଆଣି କୋଉଠି ଦେଲେ? ଆଣିକି ଗାଡ଼ି ଡାକିକି ଘର ଛୁଆକୁ ଛାଡ଼ିଲେ, ଯାଇକି ତାକୁ ଘୁଡ଼ି ଘୁଡ଼ାକି 108 ଗାଡ଼ି ଡାକିକି ହସ୍ପିଟାଲ ନେଇ ଆସିଲେ। ଆଜ୍ଞା, ଏବେ ପିଲାର ଅବସ୍ଥା କେମିତି ଅଛି? ଏବେ ଭଲ ଅଛି। କେତେ ଓଜନ ଅଛି? ଓଜନ 2 କେଜି 345 ଗ୍ରାମ। ତ ଆପଣଙ୍କ ପାଖାପାଖି ଏରିଆରେ କେହି ଗର୍ଭବତୀ ଥିଲେ କି ଯେମିତି କିଛି ରିପୋର୍ଟ? ନା, ସେମିତି କେହି ନାହାନ୍ତି। ତ ସବୁଠୁ ବଡ଼ କଥା ହେଉଛି ଯିଏ ବି ଏ ଜିନିଷ କରିଛି ସେ ଜଣେ ଜୀବନ ବଞ୍ଚାଇବା ପାଇଁ ଆଶା ଦିଦିଙ୍କ ଘର ବାଡ଼ି ପଛରେ ରଖିଛି। କ'ଣ କହିବେ ଏଇଟା? ସେ ଜାଣି ଶୁଣିକି ରଖିଛନ୍ତି, ଏଇଠି ରଖିଲେ ସେ ଆଶା ଦିଦି ନେଇକି ଇଏ କରିଦେବେ। ସେ ତାମାନେ ଜାଣିବା ଶୁଣିବା ଲୋକ ହିଁ କିଏ ଜଣେ ଫିଙ୍ଗିଛି। ତ ଏ ନେଇ ଆପଣ ପୁଲିସରେ ରିପୋର୍ଟ କଲେଣି ବା ସିଡିପିଓଙ୍କୁ ଜଣାଇଲେଣି ନା କାହାକୁ? ମୁଁ କାହାରିକି ଜଣେଇନି। ମୁଁ ଆଖ ପାଖରେ ହସ୍ପିଟାଲକୁ ନିଆ ହେଇଛି। କାହିଁକି ଛୁଆ ଛିଡ଼ି ଛୁଡ଼ା ଯାଇଥିଲା, ଆଖି ଫାଙ୍କିରେ ଇଏ ହେଇଛି। ଆଖି ଫାଙ୍କି ବାଜିଛି? ହଁ, ଏଇଗୁଡ଼ାକ ଛିଡ଼ି ଯାଇଛି ସବୁ। ଏବେ ଭଲ ଅଛି? ଏବେ ଭଲ ଅଛି। ଆପଣ କରିବେ ସୁପରଭାଇଜର ICDS ଅଫିସରେ ଅଛି। ଏ ଛୁଆ ଶିଶୁ କନ୍ୟା ଉଦ୍ଧାର ହେଲା ଏବଂ ତାକୁ ନେଇ ଥାନା ଆମର ଡାକ୍ତରଖାନାକୁ ଆସିଛନ୍ତି, କ'ଣ କହିବେ? ଛୁଆର କଣ୍ଡିସନ ତ ଏବେ ଦେଖିଲି ଠିକ ଅଛି। ତ ଏବେ ଆସିବେ CWC ରୁ ବୋଧେ ଆସିବେ, ସେମାନେ ଆସିଲେ ତାକୁ ରେଫର କରିବୁ। ମୁଁ ତ ଯେତିକି ମାନେ ଖବର ପାଇଲି ଅଙ୍ଗନୱାଡି ଦିଦିଙ୍କଠୁ ବୁଝିକି, ସିଏ ମାନେ ଗୋଟେ କାହାଙ୍କ ଘରେ ପଡ଼ିଥିଲେ ସେ ଛୁଆକୁ, ତାପରେ ଶୁଣିକି ଆଶା ଦିଦି ନେଇକି ଆସିଛନ୍ତି। ଆଉ ଛୁଆର ପୁରା ଆଖି ପାଖିରେ ସବୁ ଚିରି ଯାଇଛି। ଏବେ ଦେଖିଲୁ ଛୁଆର କଣ୍ଡିସନ ଠିକ ଅଛି। ସବୁଠୁ ବଡ଼ କଥା ଯିଏ ବି ଦେଇଛି ସେ ଛୁଆର ଜୀବନ ବଞ୍ଚାଇବା ପାଇଁ ଗୋଟେ ପ୍ରକାର ଚେଷ୍ଟା କରୁଛି କହିଲେ ଭୁଲ ବି ହବ ନାହିଁ, କାରଣ ଆଶା ଦିଦିଙ୍କୁ ବାଡ଼ିରେ ହିଁ ସେ ଛୁଆକୁ ପକେଇ ଦେଇ ଯାଇଛି। ତାକୁ ଆପଣ କେମିତି ଦେଖୁଛନ୍ତି? ନାଇଁ, ଏଇଟା ତ ବହୁତ ମାନେ ଖରାପ, ମାନେ ଠିକ ନାହିଁ। ମାନେ ଯିଏ ବି କରିଛନ୍ତି ଏଇଟା ଭଲ କିଛି କରିନାହାନ୍ତି, ଏମିତି ବି କରିବା କଥା ନୁହେଁ। ଆମେ ତ ଏମିତି ବହୁତ କେସ୍ ଦେଖୁଛେ ମୋରଡାରେ। ଏବେ ସବୁଠୁ ବଡ଼ କଥା ଶିଶୁକନ୍ୟା ଆଜି ବି ଅଲୋଡ଼ା ହେଇଯାଇଛି। ଏତେ ସଚେତନତା କାର୍ଯ୍ୟକ୍ରମ ହେଉଛି ବିଭାଗ ପକ୍ଷରୁ, ବିଭିନ୍ନ ବିଭାଗ ପକ୍ଷରୁ, ତ ଆଜି ବି ସେ ସଚେତନତା ସାଧାରଣ ଲୋକ ପାଖରେ ପହଞ୍ଚି ପାରୁନି କୋଉଠି ନା କୋଉଠି, ଆପଣ କହିପାରିବେ? ହଁ, ତଥାପି ଲୋକଙ୍କ ମନରେ କ'ଣ ନା କ'ଣ ମାନସିକତାର ଅଭାବ ଅଛି। ଏବେ ବି ଲୋକ ବୁଝି ପାରୁନାହାନ୍ତି, ତ ଏମିତି କରୁଛନ୍ତି। ଆମେ ତ ବହୁତ ଆୱାରନେସ୍ କରଉଛୁ, ତଥାପି କୋଉଠି ନା କୋଉଠି ଲୋକଙ୍କ ମନରେ କ'ଣ ଚିନ୍ତାଧାରା ସେଟା ତ ଆମକୁ ବୁଝିବ। ଏବେ ପିଲାର ଅବସ୍ଥା କେମିତି ଅଛି? କେତେ ଓଜନ ଅଛି? ପିଲାର ଓଜନ 2 କେଜି 300 ଅଛି। ଆଉ ପିଲା କଣ୍ଡିସନ ବି ଠିକ ଅଛି। ତ ସାର୍ କହୁଥିଲେ ଯେ ଆମେ SNCU ରେ ରଖିବା, ତାପରେ CWC କୁ ପ୍ରଡ୍ୟୁସ କରିବା।
ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ଖୋଲା ଖବର।